ଗ୍ରୀଷ୍ମ ଆସିଲେ ବନ୍ୟପ୍ରାଣୀ ଓ ମଣିଷ ଦୁହେଁ ତୃଷ୍ଣା ଓ ଭୋକରେ କ୍ଳାନ୍ତ ହୁଅନ୍ତି। ଏହି ଶୁଷ୍କ ଦିନରେ ଫଳ ଓ ପାଣି ମୂଲ୍ୟବାନ ହିଁ ନୁହେଁ, ଦୁର୍ଲଭ ଅଟେ। କିନ୍ତୁ ମଣିଷମାନେ ଲାଭ ଅନ୍ୱେଷଣରେ ଅନେକ ବନ୍ୟଜନ୍ତୁଙ୍କର ପ୍ରିୟ ଋତୁକାଳୀନ ଫଳମାନ ଏବଂ ଅନ୍ୟାନ୍ୟ ପ୍ରାକୃତିକ ସମ୍ବଳ ଅମଳ କରିବାକୁ ଜଙ୍ଗଲକୁ ଯାଆନ୍ତି। ହରି, ଏଥର ଆମ୍ବ ତୋଟାରେ ଭଲ ଫଳ ହେଇଛି। ଆଗୁଆ ଗଲେ ବେଶୀ ଫଳ ମିଳିବ ଆଉ ଭଲ ଲାଭ ହେବ। ଚାଲେ, କେହି ପହଞ୍ଚିବା ପୂର୍ବରୁ ସକାଳୁ ଯିବା ଆଉ ଫଳ ତୋଳି ନେଇ ବଜାରରେ ବିକିବା। ବିକିଲେ ଭଲ ଟଙ୍କା ହବ ଯେ। କିନ୍ତୁ ଏତେ ସକାଳୁ ତ ଜଙ୍ଗଲୀ ପଶୁ, ଖାସ୍ କରି ହାତୀ, ତାଙ୍କ ଖାଦ୍ୟ ଖୋଜିବା ଲାଗି ବୁଲିଥାନ୍ତି। ତୁ ତ ସବୁବେଳେ ଡରୁ। ଯଦି ଆସିଲେ ସେତେବେଳେ ଦେଖିବା। ଏତେ ଭୋର ସକାଳେ କୁଆଡ଼େ ଯାଉଛ? ଏଇ ଜଙ୍ଗଲ ପାଖ ତୋଟାକୁ ଯାଉଛି। ସୂର୍ଯ୍ୟ ନ ବାହାରଣରୁ କିଏ ଯାଆନ୍ତି ଯେ? ଏହି ସମୟରେ ହାତୀମାନେ ସେଠାରେ ଥାଇପାରନ୍ତି। ଦୟାକରି ମୋ କଥା ଟିକେ ଶୁଣ। ଓହୋ, ମତେ କିଛି ହବନି। କିଛି ଫଳ ଆଣି ବଜାରରେ ବିକିବି। ରାମ ମଧ୍ୟ ଯାଉଛି। ହାତୀ! ହେ ଭଗବାନ, କାହିଁକି ଆସୁଥିଲି? କାହିଁକି ସେ ରାମ କଥାରେ ଲୋଭରେ ପଡ଼ିଲି? ଓହୋ! ହରି କାହାର କଥା ଶୁଣିଲେ ନାହିଁ। ତାଙ୍କର ଲୋଭ ତାଙ୍କୁ ଏକ ବଡ଼ ଦୁର୍ଘଟଣା ଆଡ଼କୁ ଟାଣିନେଲା ଏବଂ ରାମ ମଧ୍ୟ ସେଥିରେ ସାଥ ଦେଲେ। କିଛି ଫଳର ଲୋଭରେ ଓ ଅସାବଧାନତା ହେତୁ ଜଣକର ଜୀବନ ଗଲା। କିଛି ଫଳର ମୂଲ୍ୟ କ'ଣ ମୃତ୍ୟୁ? ଯଦି ଆମେ ଯତ୍ନର ସହିତ ବାଣ୍ଟିକୁଣ୍ଟି ବ୍ୟବହାର କରିବା, ତେବେ ଜଙ୍ଗଲ ପ୍ରଚୁର ପରିମାଣରେ ସମ୍ବଳ ଯୋଗାଇଥାଏ। ସତର୍କ ରୁହନ୍ତୁ, ଜୀବନ ବଞ୍ଚାନ୍ତୁ।